ଗାଇସ୍ ଚାଲନ୍ତୁ ଆଜି ବନେଇବା ସୁଜି ମଣ୍ଡା ପିଠା। ସୁଜି ମଣ୍ଡା ପିଠା ଖାଇବା ପାଇଁ ଯେମିତି ଟେଷ୍ଟି ଆଉ ବନେଇବା ବି ମଧ୍ୟ ସେମିତି ଟିକେ କଷ୍ଟ, ବେଶୀ କଷ୍ଟ ନାହିଁ। ଆଉ ଏମିତିରେ ବି ତ ପୂଜା ପର୍ବ ଆସିଲା ମାନେ ହିଁ ଆମର ତ ଷ୍ଟାର୍ଟ ହେଇଯାଏ ନା ପିଠା ବନେଇବା। ଆଉ ଆଜି ବିନା ପୂଜା ପର୍ବରେ ମୁଡ୍ ହେଲା ଟିକେ ଖାଇବା ପାଇଁ ପିଠା। ଆଉ ମୋ ମାମାକୁ କହିଲି ମାମା ଶୀଘ୍ର ଶୀଘ୍ର ବନେଇଦେଲା ସୁଜି ମଣ୍ଡା ପିଠା। ଆଉ କେମିତି ଶୀଘ୍ର ଶୀଘ୍ର ବନେଇଲା ଆପଣମାନେ ଦେଖିବାକୁ ଚାହୁଁଛନ୍ତି, ଜଲ୍ଦି ଦେଖନ୍ତୁ କେମିତି ଶୀଘ୍ର ବନିଗଲା। ସୁଜି ମଣ୍ଡା ପିଠା ପାଇଁ ଫାଷ୍ଟ ଏଠି ସୁଜିକୁ ଭାଜିକି କାଢ଼ିଦେଲି। ତାପରେ ସେଇ କଡ଼କରେ ପାଣି ଆଉ ଗୁଡ଼ ଦେଇ କିଛି ସମୟ ଚଲେଇଲି। ଦେଖିଲି ଯେମିତି ପରଫେକ୍ଟ ବନିଗଲା ଗୁଡ଼ ପାଗ। ସେଥିରେ ପକେଇଦେଲି କୋରିକି ରଖିଥିବା ନଡ଼ିଆ। ତାପରେ କିଛି ସମୟ ପର୍ଯ୍ୟନ୍ତ ତାକୁ ଭାଜିକି କାଢ଼ି ସାରିଲା ପରେ ଭାଜିକି ରଖିଥିବା ସୁଜିକୁ ପକେଇଲି ଆଉ ସେଥିରେ ପାଣି ଟିକେ ଟିକେ ଦେଇକି ଚଲେଇଲେ ପରଫେକ୍ଟ ବନିବ ନା। ତାପରେ ତାକୁ କାଢ଼ିଦେବେ। ତାକୁ ଗରମ ଥିଲା ଅବସ୍ଥାରେ ଚକୁଡ଼ି ଦେଇକି ତାକୁ ଭଲସେ ବନେଇଦେବେ ଗୋଲ ଗୋଲ। ଆଉ ସେଥିରେ ପୁରେଇଦେବେ ଭିତରେ ଗୁଡ଼ ଆଉ ନଡ଼ିଆର ପୁରଟା ତା ଭିତରେ ପୁରେଇ ଦେଇକି ତାକୁ ବି ଗୋଲ ଗୋଲ କରିଦେବେ ଆଉ ଗରମ ଗରମ ତେଲରେ ଛାଣିଦେବେ। ଆଉ ଶୀଘ୍ର ଶୀଘ୍ର ବନିଯିବ ଆପଣମାନଙ୍କର ଏମିତି ସୁଜି ମଣ୍ଡା ପିଠା। ଆପଣମାନେ ବି ଏମିତି ଶୀଘ୍ର ଶୀଘ୍ର ବନାନ୍ତୁ ଆଉ କୁହନ୍ତୁ ଆପଣମାନଙ୍କୁ ଏଇ ରେସିପିଟି କେମିତି ଲାଗିଲା। ମୋ ମାମା ତ ଶୀଘ୍ର ଶୀଘ୍ର ବନେଇଦେଲା ଆଉ ମୁଁ ଶୀଘ୍ର ଶୀଘ୍ର ଖାଇଲି ଶୀତ ଦିନରେ। ଆଉ ଇଭିନିଂରେ କି ମଜା ଆସିଗଲା ସୁଜି ମଣ୍ଡା ପିଠା ଖାଇକି। ଆପଣମାନେ ବି ଲେଟ୍ କାହିଁ କରୁଛନ୍ତି, ଏମିତି ଶୀଘ୍ର ଶୀଘ୍ର ବନାନ୍ତୁ ଆଉ ଶୀତ ଦିନରେ ଖାଇ ଏନ୍ଜୟ କରନ୍ତୁ। ଆଉ ଆପଣମାନେ ତ ଭିଡ଼ିଓ ଦେଖିଦିଅନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ସବସ୍କ୍ରାଇବ୍ କରିବାକୁ ଆପଣମାନେ ଜମା ବି ଭୁଲିବେନି, ସବସ୍କ୍ରାଇବ୍ କରିଦିଅନ୍ତୁ ଶୀଘ୍ର ଶୀଘ୍ର। ଆଉ ଏମିତି ନୂଆ ନୂଆ ରେସିପି ମୁଁ ଆପଣମାନଙ୍କ ପାଇଁ ନେଇ ଆସିବି। ଆଉ ଏଇ ରେସିପିଟା ବହୁତ ଟେଷ୍ଟି ଥିଲା ସୁଜି ମଣ୍ଡା ପିଠା। ଆପଣମାନେ ତ ଦେଖିକି ଜାଣିପାରୁଥିବେ କେତେ ଟେଷ୍ଟି ଥିଲା। ଆପଣମାନେ ବି ଏମିତି ଟେଷ୍ଟି ଟେଷ୍ଟି ବନେଇକି ଖାଆନ୍ତୁ ଆଉ ମୋତେ କୁହନ୍ତୁ କେମିତି ଲାଗିଲା ଆପଣମାନଙ୍କୁ। ଆପଣମାନେ କମେଣ୍ଟ କରିବାକୁ ଭୁଲିବେନି, କମେଣ୍ଟ କରିଦେବେ ଆପଣମାନଙ୍କୁ କେମିତି ଲାଗିଲା। ପୁଣି ଦେଖାବ ନେକ୍ସଟ ଭିଡ଼ିଓରେ। ବାଏ ବାଏ ଗାଇସ୍, ବାଏ ବାଏ।